ସକାଳୁ ସକାଳୁ ଦିନେ ଫୁଲ ତୋଳିବାକୁ ଯାଇଛି। ଫୁଲ ତୋଳୁ ତୋଳୁ ମନେ ପଡ଼ିଗଲା ସେ ପିଲାଦିନର ବାପାଙ୍କ ସହିତ କିଛିଟା ମୁହୂର୍ତ୍ତ। ସବୁ କଥା କହିପାରିବିନି। ଆଉ ଯେତିକିଟା ମୁହୂର୍ତ୍ତ ମୋର ମନେ ପଡ଼ିଥିଲା, ଖୁସିର ମୁହୂର୍ତ୍ତ, ବାପାଙ୍କ ସହିତ ବିତେଇଥିବା ମୁହୂର୍ତ୍ତ, ହଜି ଯାଇଥିଲି। ଆଉ ସେଇ ହଜିବା ଭିତରେ ଅଜାଣତରେ ମୋ ଆଖିରେ ଦୁଇଟା ଲୁହ ଝଡ଼ି ଯାଇଥିଲା। ତାପରେ ଯେତେବେଳେ ମୁଁ ପୁଣି ମୋ ନିଜସ୍ୱକୁ ଫେରି ଆସିଲି, ଦେଖିଲା ବେଳକୁ ସେ ଲୁହ ଦିଟୋପା ମୋ ଓଠ ଭିତରେ ଚିନି ବାଗିଆ ଲାଗୁଛି, ମାନେ ଏତେ ମିଠା। ଆଶ୍ଚର୍ଯ୍ୟ ହେଇଗଲି, ଆରେ ମୁଁ ତ ଆଉ ଅଲଗା ବେଳେ କାନ୍ଦିଲେ ଲୁଣ ଲାଗେ, ଆଜି କାହିଁ ଏତେ ମିଠାସ ଲାଗୁଛି। ଲୁହକୁ ପଚାରିଲି, ଆଜି କାହିଁ ତୁ ଲୁଣିଆ ଲାଗିଲୁନୁ, ଭାରି ମିଠା ଲାଗୁଛୁ। ଲୁହ କହିଲା, ଆରେ ପାଗଳି, ତୋ ବାପା ଯେତେବେଳେ ତତେ ଭଲ ପାଉଥିଲେ, ଏତେ ଭଲ ପାଇବାରେ ତାଙ୍କର ମିଠାସ ଥିଲା ଯେ ମୁଁ ଆଜି ମୋ ନିଜକୁ ପରିବର୍ତ୍ତନ କରିଦେଇଛି। କେମିତି ଲୁଣ ହେଇକି ଆସିଥାନ୍ତି। ତେଣୁକରି ତୋର ବାପାଙ୍କର ଭଲ ପାଇବା କଥା ମୋର ବି ମନେ ପଡ଼ିଗଲା। ଆଜି ମୁଁ ନିଜକୁ ପରିବର୍ତ୍ତନ କରିଦେଇଛି, ମିଠାସ ହେଇକି ଆସିଛି। ଜୟ ଜୟ ଜଗନ୍ନାଥ।